ଏବେ ଆସିଲେ ଓଡ଼ିଶା ପିଲାଙ୍କ ପାଇଁ ବହୁତ ବଡ଼ ନିଯୁକ୍ତି ଦେଖନ୍ତୁ ଓଡ଼ିଶା ପିଲାଙ୍କ ପାଇଁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଟୋଟାଲ ଭେକେନ୍ସି ଯଦି ଆମେ ଦେଖିବା 34,000ରୁ ଅଧିକ ପ୍ଲସ୍ ପଦବୀରେ ଭେକେନ୍ସି ରହୁଛି। ଏଥିରେ ମିନିମମ୍ ଏଜୁକେଶନାଲ କ୍ୱାଲିଫିକେସନ୍ ଯଦି ଦେଖିବା କେବଳ 10ମ ପାସ୍ ରଖାଯାଇଛି। ଆପଣମାନେ ମାତ୍ର କେବଳ 10ମ ହିଁ ପାସ୍ କରିଛନ୍ତି ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଆପଣମାନଙ୍କ ପାଇଁ 34,000ରୁ ଅଧିକ ପ୍ଲସ୍ ପଦପଦବୀ ପୂରଣ ପାଇଁ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ଗାଁ ଗାଁରେ ନିଯୁକ୍ତି ସୁଯୋଗଟି ଆରମ୍ଭ ହୋଇଯାଇଛି। ଏହାକୁ ଆପଣମାନେ ସାରା ଓଡ଼ିଶାର କ୍ୟାଣ୍ଡିଡେଟ୍ ଅଗଷ୍ଟରୁ ହିଁ ଆପ୍ଲାଏ କରିପାରିବେ। ଆପ୍ଲାଏ ମୋଡ଼ କ'ଣ ରହିଛି, କେମିତି କ'ଣ ଆପ୍ଲାଏ କରିପାରିବେ, ସିଲେକ୍ସନ୍ ପ୍ରୋସେସ୍, ଏଲିଜିବିଲିଟି କ୍ରାଇଟେରିଆ କ'ଣ ରହିଛି, ଅଲ୍ ଇନଫର୍ମେସନ୍ ଏହି ଭିଡ଼ିଓ ମାଧ୍ୟମରେ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିବା। ତେଣୁକରି ଭିଡ଼ିଓ ସହିତ ଆପଣମାନେ ନିହାତି ଭାବରେ ଜଡ଼ିତ ହୋଇ ରୁହନ୍ତୁ ଏବଂ ଅଲ୍ ଇନଫର୍ମେସନ୍ ପାଆନ୍ତୁ। ଚାଲନ୍ତୁ ବିନା କିଛି ଡେରିରେ ଷ୍ଟାର୍ଟ କରିନେବା ଆପଣଙ୍କର ଜବ୍ ଡିଟେଲ୍ ଯେଉଁଟାକି ନୋଟିଫିକେସନ୍ ପିଡିଏଫ୍ ଉପରେ ନଜର ପକାଇବା। ଆମେ ଯଦି ଅଫିସିଆଲି ଏହାର ନୋଟିଫିକେସନ୍ ପିଡିଏଫ୍ ଉପରେ ନଜର ପକାଇବା ଦେଖନ୍ତୁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଆପଣଙ୍କ ପାଇଁ ବହୁତ ବଡ଼ ଭ୍ୟାକେନ୍ସି ରହୁଛି। ଦେଖନ୍ତୁ ଏଥିରେ ଆପଣଙ୍କ ପାଇଁ DAO, VLW, ଜୁନିୟର ଆସିଷ୍ଟାଣ୍ଟ, କମ୍ପ୍ୟୁଟର ଟିଚର, ସ୍କୁଲ ପିଅନ୍, ପ୍ରାଇମେରୀ ଟିଚର, କ୍ଲର୍କ ଏବଂ ପାଇଁ ଟୋଟାଲ ଭ୍ୟାକେନ୍ସି ଯଦି ଦେଖିବା 34,000ରୁ ଅଧିକ ପ୍ଲସ୍ ପଦପଦବୀ ପୂରଣ ପାଇଁ କେବଳ 10ମ ପାସ୍ କରିଥିବା ପିଲାଙ୍କ ପାଇଁ ମଧ୍ୟ ସୁବର୍ଣ୍ଣ ସୁଯୋଗ ରହିଛି। ଏଥିରେ ସାରା ଓଡ଼ିଶାର କ୍ୟାଣ୍ଡିଡେଟ୍ ଉଭୟ ମହିଳା ଓ ପୁରୁଷ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ଏଥିରେ ମିନିମମ୍ କ୍ୱାଲିଫିକେସନ୍ ଯଦି ଦେଖିବା କେବଳ 10ମ ପାସ୍ କରିଛନ୍ତି ଆପଣମାନେ ପିଅନ୍ ପଦବୀ ପାଇଁ ଆପ୍ଲାଏ କରିପାରିବେ। ତ ଫ୍ରେଣ୍ଡସ୍ ଏଥିରେ କେମିତି ଆପଣମାନେ ଆବେଦନ କରିପାରିବେ, ଏଥିରେ ସିଲେକ୍ସନ୍ ପ୍ରୋସେସ୍ କେମିତି ରହିଛି, ସାଲାରୀ କ'ଣ ମିଳିବ, ଏଜ୍ କ୍ରାଇଟେରିଆ କ'ଣ ରହିଛି, ଆପ୍ଲିକେସନ୍ ଫିସ୍ କ'ଣ ରହିଛି, ଅଲ୍ ଇନଫର୍ମେସନ୍ ଏହି ଭିଡ଼ିଓ ମାଧ୍ୟମରେ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିବା। ଆମେ ଯଦି ଏହାର ଅର୍ଗାନାଇଜେସନ୍ ନେମ୍ ଦେଖିବା ଦେଖନ୍ତୁ OTLSSC ତରଫରୁ ଆପଣମାନଙ୍କ ପାଇଁ ବମ୍ଫର ଭର୍ତ୍ତି ରହିଛି। 2024ରେ ଆପଣମାନଙ୍କ ପାଇଁ ବମ୍ଫର ଭର୍ତ୍ତି ରହୁଛି। ନୂତନ ସରକାର ନୂତନ ଭର୍ତ୍ତି ବମ୍ଫର ଭର୍ତ୍ତି। ହୁ କ୍ୟାନ୍ ଆପ୍ଲାଏ ଦେଖନ୍ତୁ ଏମାନେ କେମିତି ଆପ୍ଲାଏ କରିପାରିବେ, କେଉଁମାନେ ଅଲ୍ ଓଡ଼ିଶାର କ୍ୟାଣ୍ଡିଡେଟ୍ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପଣମାନେ ସମସ୍ତେ ଆବେଦନ କରିପାରିବେ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି। ଦେଖନ୍ତୁ ଆମେ ଯଦି ଡିଷ୍ଟ୍ରିକ୍ଟ ୱାଇଜ୍ ଆପଣଙ୍କର DEOର ଭେକେନ୍ସି ଯଦି ଦେଖିବା ଅନୁଗୁଳରେ ରହିଛି 234, ବରଗଡ଼ରେ 267 ରହିଛି, ଭଦ୍ରକରେ 267, ବାଲେଶ୍ୱରରେ 300 ଆପଣମାନଙ୍କ 73 ରହୁଛି, ବଲାଙ୍ଗୀରରେ 332 ରହୁଛି, ବୌଦ୍ଧରେ 73 ରହିଥିବା ବେଳେ କଟକରେ 388 ପ୍ଲସ୍ ପଦବୀରେ ଭେକେନ୍ସି ରହିଛି। ସେହିପରି ଦେଓଗଡ଼ରେ 74, ଢେଙ୍କାନାଳରେ 221, ଗଜପତିରେ 157, ଗଞ୍ଜାମରେ 526 ପ୍ଲସ୍ ପଦବୀରେ ଭେକେନ୍ସି ରହିଛି। ସେହିପରି ଜଗତସିଂହପୁର ପାଇଁ 207, ଯାଜପୁର ପାଇଁ 322, ଝାରସୁଗୁଡ଼ା ପାଇଁ 84, କଳାହାଣ୍ଡି ପାଇଁ 324 ପ୍ଲସ୍ ପଦବୀରେ ଭେକେନ୍ସି ରହିଛି। କନ୍ଧମାଳ ପାଇଁ 184 ପ୍ଲସ୍ ପଦବୀରେ ଭେକେନ୍ସି ରହିଥିବା ବେଳେ କେନ୍ଦ୍ରାପଡ଼ା ପାଇଁ 259 ପ୍ଲସ୍ ପଦବୀରେ ଭେକେନ୍ସି ରହିଛି। କେନ୍ଦୁଝର ପାଇଁ 311 ପ୍ଲସ୍ ପଦବୀରେ ଭେକେନ୍ସି ରହୁଛି। ଖୋର୍ଦ୍ଧା ପାଇଁ 526 ପ୍ଲସ୍ ପଦବୀରେ ଭେକେନ୍ସି ରହିଛି। କୋରାପୁଟ ପାଇଁ 255, ମାଲକାନଗିରି ପାଇଁ 119, ମୟୂରଭଞ୍ଜ ପାଇଁ 431, ନୂଆପଡ଼ା ପାଇଁ 137, ନବରଙ୍ଗପୁର ପାଇଁ 200, ନୟାଗଡ଼ ପାଇଁ 203, ପୁରୀ ପାଇଁ 280, ରାୟଗଡ଼ା ପାଇଁ 194, ସମ୍ବଲପୁର ପାଇଁ 148, ସୁବର୍ଣ୍ଣପୁର ପାଇଁ 148 ଏବଂ ସୁନ୍ଦରଗଡ଼ ପାଇଁ 297 ରହିଥିବା ବେଳେ ଟୋଟାଲ ଭେକେନ୍ସି ଉପରେ ଯଦି ନଜର ପକାଇବା 7,142 ପ୍ଲସ୍ ପଦପଦବୀ ପୂରଣ ପାଇଁ କେବଳ DEO ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ଭେକେନ୍ସି ରହିଛି। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଆପଣମାନେ ସାରା ଓଡ଼ିଶାର କ୍ୟାଣ୍ଡିଡେଟ୍ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ଏବେ ଦେଖନ୍ତୁ ଆମେ ଯଦି ଏଥିରେ ଏଲିଜିବିଲିଟି କ୍ରାଇଟେରିଆ ଯଦି ଦେଖିବା ମିନିମମ୍ ବୟସ ଏଥିରେ 18 ବର୍ଷ ରହିଛି, ମ୍ୟାକ୍ସିମମ୍ ଯଦି ଦେଖିବା 38 ବର୍ଷ ରହିଛି। ଏଜ୍ ରିଲାକ୍ସେସନ୍ ଯଦି ଦେଖିବା ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ହିଁ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯାଇଛି, ଯେଉଁଥିରେ ଆପଣମାନେ ଯଦି SC ST କ୍ୟାଟେଗୋରିରେ ବିଲଙ୍ଗ କରୁଛନ୍ତି ଆପଣଙ୍କ ପାଇଁ 5 ବର୍ଷ ଏଜ୍ ରିଲାକ୍ସେସନ୍ ରଖାଯାଇଛି ଏବଂ SC BC କ୍ୟାଟେଗୋରିରେ ଯଦି ଆପଣମାନେ ବିଲଙ୍ଗ କରୁଛନ୍ତି ଆପଣଙ୍କ ପାଇଁ 3 ବର୍ଷ ଏଜ୍ ରିଲାକ୍ସେସନ୍ ରଖାଯାଇଛି। ଆମେ ଯଦି ଏହାର ଏଜୁକେଶନାଲ୍ କ୍ୱାଲିଫିକେସନ୍ ଦେଖିବା ତ ଆପଣମାନେ କେବଳ DEO ପାଇଁ ଆବେଦନ କରିବା ପାଇଁ ଚାହାନ୍ତି ଆପଣଙ୍କ ପାଇଁ ମିନିମମ୍ କ୍ୱାଲିଫିକେସନ୍ ରଖାଯାଇଛି କେବଳ +2 ପାସ୍ ରଖାଯାଇଛି। ଆପଣମାନେ ଯେକୌଣସି ଷ୍ଟ୍ରିମ୍ରେ ଆର୍ଟ୍ସ ହେଉ କିମ୍ବା ସାଇନ୍ସ କିମ୍ବା କମର୍ସ ଯେକୌଣସି ଷ୍ଟ୍ରିମ୍ରେ ଆପଣମାନେ କେବଳ +2 ହିଁ ପାସ୍ କରିଛନ୍ତି ଏହାକୁ ଆପଣମାନେ ଆବେଦନ କରିପାରିବେ। ଏଥିରେ ଦେଖନ୍ତୁ ଆମେ ଯଦି ଆପଣଙ୍କର ସାଲାରୀ ଦେଖିବା ଏଥିରେ ଆପଣଙ୍କର ପର୍ ମନ୍ଥ ସାଲାରୀ ରହୁଛି। ଦେଖନ୍ତୁ ଆପଣଙ୍କ ପାଇଁ 21,000ରୁ 59,000 ମଧ୍ୟରେ ଆପଣଙ୍କ ପର୍ ମନ୍ଥ ସାଲାରୀ ରହୁଛି। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଆପଣମାନେ ସାରା ଓଡ଼ିଶାର କ୍ୟାଣ୍ଡିଡେଟ୍ ଉଭୟ ମହିଳା ଓ ପୁରୁଷ ଆପଣମାନେ ଯଥାଶୀଘ୍ର ଆପଣମାନେ ଅଗଷ୍ଟ ମାସ ଠାରୁ ହିଁ ଆପ୍ଲାଏ କରିବେ। ସିଲେକ୍ସନ୍ ପ୍ରୋସେସ୍ ଉପରେ ଯଦି ନଜର ପକାଇବା ଦେଖନ୍ତୁ ଆପଣମାନେ DEO ପାଇଁ ଆପଣଙ୍କର ସର୍ବପ୍ରଥମେ ଆପଣଙ୍କର ଯେଉଁଟାକି ସର୍ବପ୍ରଥମେ ଆପଣଙ୍କର ରିଟିନ୍ ଏକ୍ଜାମିନେସନ୍ କଣ୍ଡକ୍ଟ କରାଯାଇଛି। ଦେନ୍ ଯେଉଁମାନେ ରିଟିନ୍ ଏକ୍ଜାମିନେସନ୍ରେ କ୍ୱାଲିଫାଏ କରୁଛନ୍ତି ଆପଣଙ୍କ ପାଇଁ ସ୍କିଲ୍ ଟେଷ୍ଟ ଯେଉଁଟାକି ପ୍ରାକ୍ଟିକାଲ୍ ଟେଷ୍ଟ ରଖାଯାଇଛି
এবং আমি যদি আপনার সিলাবস ଦେଖିବା ଦେଖନ୍ତୁ ଏରିଥମେଟିକ୍ରୁ ଆସୁଛି 40ଟି କ୍ୱେଶ୍ଚନ୍ 40 ମାର୍କ, ଇଂଲିଶରୁ ଆସୁଛି 40ଟି କ୍ୱେଶ୍ଚନ୍ 40 ମାର୍କ, ଓଡ଼ିଆରୁ ଆସୁଛି 40ଟି କ୍ୱେଶ୍ଚନ୍ 40 ମାର୍କ, ଜିକେରୁ ଆସୁଛି 40ଟି କ୍ୱେଶ୍ଚନ୍ 40 ମାର୍କ ଏବଂ ରିଜନିଂରୁ ଆସୁଛି 20ଟି କ୍ୱେଶ୍ଚନ୍ 20 ମାର୍କ ଏବଂ କମ୍ପ୍ୟୁଟରରୁ ଆସୁଛି 20ଟି କ୍ୱେଶ୍ଚନ୍ 20 ମାର୍କ। ଟୋଟାଲ ମାର୍କ ଯଦି ଦେଖିବା 200ଟି କ୍ୱେଶ୍ଚନ୍ 200ଟି ମାର୍କ ମିଳିବ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଦେଖନ୍ତୁ ଆମେ ଯଦି ଟୋଟାଲ ଭ୍ୟାକେନ୍ସି ଦେଖିବା ଓ ଟ୍ୟୁବଲ୍ ଏସ୍ଏସ୍ସି ତରଫରୁ ବମ୍ପର ଭର୍ତ୍ତି ଆସୁଛି। ଦେଖନ୍ତୁ ଆପଣମାନେ ଯଦି ଡିଓ ପାଇଁ ଆପ୍ଲାଏ କରିବା ପାଇଁ ଚାହାନ୍ତି କେବଳ +2 ପାସ୍ କରିଥିଲେ ଆବେଦନ କରିପାରିବେ। ଟୋଟାଲ ଭ୍ୟାକେନ୍ସି ଯଦି ଦେଖିବା ଆପଣଙ୍କ ପାଇଁ ଏଥିରେ ରହିଛି 7142 ପ୍ଲସ୍ ପଦ ଫ୍ରି ଭ୍ୟାକେନ୍ସି ରହୁଛି। ସେକେଣ୍ଡ ଭ୍ୟାକେନ୍ସି ଯଦି ଦେଖିବା ଆପଣଙ୍କ ପାଇଁ ଜୁନିୟର ଆସିଷ୍ଟାଣ୍ଟ ପାଇଁ ଆପଣମାନେ କେବଳ +3 ପାସ୍ କରିଛନ୍ତି ଆପଣମାନେ ଆପ୍ଲାଏ କରିପାରିବେ। ଟୋଟାଲ ଭ୍ୟାକେନ୍ସି ଯଦି ଦେଖିବା 2000ରୁ ଅଧିକ ପ୍ଲସ୍ ପଦ ଫ୍ରି ଭ୍ୟାକେନ୍ସି ରହିଛି। ଏଥିରେ ଏଜ୍ ଯଦି ଦେଖିବା ମିନିମମ୍ 21 ଇୟର ରହିବ ଏବଂ ମ୍ୟାକ୍ସିମମ୍ ଯଦି ଦେଖିବା ଆପଣଙ୍କର 38 ବର୍ଷ ରହିବ। ଏଥିରେ ଏଜ୍ ରିଲାକ୍ସନ୍ ମଧ୍ୟ ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଆପଣଙ୍କୁ ଏଜ୍ ରିଲାକ୍ସନ୍ ଦିଆଯାଇଛି। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଆପଣମାନେ ସାରା ଓଡ଼ିଶାର କ୍ୟାଣ୍ଡିଡେଟ୍ ଉଭୟ ମହିଳା ଓ ପୁରୁଷ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ନେକ୍ସଟ ଯଦି ଦେଖିବା ଦେଖନ୍ତୁ VLW ପାଇଁ ମଧ୍ୟ କେବଳ +2 ପାସ୍ ରଖାଯାଇଛି। ଏଥିରେ ଟୋଟାଲ ଭ୍ୟାକେନ୍ସି ଯଦି ଦେଖିବା 1200 ପ୍ଲସ୍ ପଦ ଫ୍ରି ଭ୍ୟାକେନ୍ସି ରହିଛି। ଏଥିରେ ଏଜ୍ ଲିମିଟ୍ ଯଦି ଆମେ ଦେଖିବା ଏଥିରେ ମଧ୍ୟ ମିନିମମ୍ 21ରୁ 38 ବର୍ଷ ରହିଛି ଏବଂ ଏଜ୍ ରିଲାକ୍ସନ୍ ମଧ୍ୟ ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଆପଣମାନଙ୍କୁ ଏଜ୍ ରିଲାକ୍ସନ୍ ଦିଆଯାଇଛି। ଦେଖନ୍ତୁ ଏଥିରେ ଯଦି ଆମେ ଦେଖିବା ନେକ୍ସଟ टीचर में वैकेंसी रोचे बर्तमान जो 2600 प्लस पद फ्री वैकेंसी रोचे। नेक्स्ट जो देखा कंप्यूटर टीचर पे देखो आपको 8000 अधिक प्लस पद फ्री वैकेंसी रोचे। एथिरे आपनकर क्वालिफिकेशन जो देखा केवल +3 पास करछंती तार सहित आपने PGDCA कंप्यूटर कोर्स करछंती ताहले आपने आपने आवेदन करेंगे। नेक्स्ट जो देखा आपण पियन पर ओडिशार प्रत्येक स्कूल नियुक्ति सुजोग आसी जाइए तो यह आपने आप्लाय करेंगे। पियन पर जब आपने आवेदन करने चाहते केवल आपने मात्र 10वीं ही पास करछंती केवल आपने 10वीं पास करछंती आपने पियन पोस्ट में एलिजिबल हो पारे। एथिरे एज लिमिट जो आम देखा देखो एज लिमिट जो आम देखा ये 18 वर्ष रु 30 वर्ष रही। एज रिलेक्शन गवर्नमेंट रूल हिसाब से रखा जाए। केवल आपंकर जो कैरियर मार्क ही सिलेक्शन कर एग्जामिनेशन होबार संभावना नहीं। देखो जो मैंने आप्लाय करने चाहते आपने केमी आप्लाय करेंगे देखो यार ऑफिशियल वेबसाइट को विजिट करी आपने ऑनलाइन जरिए आवेदन करेंगे। आपने डायरेक्टली OTSSC ऑफिशियल वेबसाइट को विजिट करी आपने आवेदन करेंगे। एप्लिकेशन फीस जो देखा नो फीस ऑल कैटेगरी आपने जेकोसी कैटेगरी बिलंग करते आपने समस्ते फ्री मागणार आप्लाय करेंगे। आप्लाय मोड जो देखा ऑनलाइन आपको देखो जो मैंने आप्लाय करने चाहते आपने ऑनलाइन क्यों क्यों डॉक्यूमेंट आपको अपलोड करने पड़ो। सर्वप्रथम आपको ऑल डॉक्यूमेंट्स को आपने JPG कि JPEG कि PDF फॉर्मेट ही आपने अपलोड करेंगे। नेक्स्ट जो देखा देखो आपंकर कौन रही निहाती भाव देखी नियंतु आपंकर कौन कौन डॉक्यूमेंट्स लगे देखो आपने जो डॉक्यूमेंट्स देखा देखो सर्वप्रथम गोटे कलर साइज फोटोग्राफ लगे। नेक्स्ट आपंकर जोटा कि सिग्नेचर लगे आपंकर ऑल एजुकेशनल क्वालिफिकेशन सर्टिफिकेट मार्कशीट एंड सर्टिफिकेट लगे जोटा कि आपको 20 KB 200 KB आपको अपलोड करने पड़ो। तो यही सब डॉक्यूमेंट्स थे आपने केवल आप्लाय करेंगे। देखो जो मैंने इंटरेस्टेड और एलिजिबल अच्छे आपको सुवर्ण सुजोग आसी जाइए। नोटिफिकेशन जो देखा देखो आपको 11/1/2024 यार नोटिफिकेशन नूतन रिलीज होती तो आपने आप्लाय करेंगे। देखो अगस्ट मास ही आपने आवेदन करेंगे। यार लास्ट डेट जो देखा सेप्टेम्बर ही रखा जाए। यार एग्जाम डेट जो देखा डिसेम्बर टेंटेटिव रोचे। जो मैंने इंटरेस्टेड और एलिजिबल अच्छे आपको बहुत बड़ सुवर्ण सुजोग आसी जाइए।